बंधुगण जय जगन्नाथ। आपण को मो यूट्यूब चैनल आउ एक नूतन वीडियो ब्लॉग को स्वागत। बंधुगण आपण मैंने यही वीडियो ब्लॉग रे वर्तमान देखुछंती पट्टामुंडई बालीपटना ग्रामर श्री श्री जगन्नाथ महाप्रभु मंदिर किछि व्यू। बंधुगण आपण मान को अनुरोध जदि आपण मैंने मो चैनल नुआ ही थांती कि पूर्वर मो चैनल को सब्सक्राइब कर रखती ताले आज ही चैनल को सब्सक्राइब करदेवे एवं पाखरे थिबा बेल आइकन टी को दाबी देवे। वीडियो टी निश्चित भाव शेष पर्यंत देखिए एवं लाइक और बंधु मान को शेयर करदेवे। बंधुगण यही बालीपटना ग्रामर प्रभु श्री जगन्नाथ मंदिर विषय एक लोक कथा अच्छी। प्राय 60-70 वर्ष तले यही मंदिर थिबा वासुदेव विग्रह निकटरे बही जाउथिबा ब्राह्मणी नदी रे भासी भासी आसुथिले। ग्रामर जनैक व्यक्ति यही विग्रह को नदी आनी एठारे गोटे छोट घर तैयारी करी ठाकुर को प्रतिष्ठा करथिले। यार किछि वर्ष परे बालीपटना ग्रामर ग्रामवासी मानक उद्यम रे गत 5 जून 2017 मसीह यही भव्य मंदिर निर्माण कराई ठाकुर को सेवा पूजा निमंते ब्राह्मण मान नियुक्ति कराइथिले। पुरीर श्रीमंदिर परी एठारे मध्य ठाकुर प्रतिदिन नीतिकांति पालित हुए। गत 2 वर्ष है एठारे विग्रह मानकर रथयात्रा अनुष्ठित ही आसुची। यही रथयात्रा रे स्थानीय विभिन्न ग्रामर ग्रामवासी माने बहुत संख्यार जोगदे यही रथयात्रा को उपलब्धि करिथांती। यही जगन्नाथ मंदिर बेढ़ारे माँ महालक्ष्मी को मंदिर, माँ विमला मंदिर, बाबा विश्वनाथ मंदिर, माँ दुर्गा मंदिर एवं आनंद बजार गृह प्रतिष्ठा होइछि। मंदिर रत्न सिंहासन रे प्रभु श्री जगन्नाथ, माँ सुभद्रा और प्रभु श्री बलभद्र पूजा पाउछन्ते। पुरी श्रीमंदिर भली मंदिर सम्मुख भाग रे अरुण स्तंभ, रत्न सिंहासन द्वारा आगे गरुड़ स्तंभ अवस्थित। ग्रामवासी मानक उद्यम रे ठाकुरंकर रीतिनीति ठीक भावे परिचालना करा जाउछि। मंदिर विषय मंदिर मुख्य पूजक श्रीजुक्त निरंजन पंडा आमको किछि कथा कहिथिले, जहाँ आपण माने पंडांक श्रीमुखर शुणिबे। बंधुगण ये मंदिर परिवेश अत्यंत शांत और मनमुग्धकर एवं प्रशस्त जगह मध्य अछि।
ଯଦି ଆପଣମାନେ କେବେ ଏହି ମନ୍ଦିର ଦର୍ଶନ କରିବାକୁ ଆସିନଥାନ୍ତି ତାହେଲେ ଆଜିରେ ଏହି ମନ୍ଦିର ନିଶ୍ଚିନ୍ତ ଭାବେ ଦର୍ଶନ କରିବାକୁ ଆସନ୍ତୁ। ନିଶ୍ଚିନ୍ତ ଭାବେ ମନ୍ଦିର ଦର୍ଶନ କରିବା ସହିତ ପ୍ରଭୁଙ୍କର କୃପା ଆପଣମାନେ ଲାଭ କରିବେ। ହେଉଛନ୍ତି ପ୍ରଭୁ ଶ୍ରୀ ବାସୁଦେବଙ୍କ ବିଗ୍ରହ, ଯାହାକି ନଦୀରୁ ଉଦ୍ଧାର କରାଯାଇ ମନ୍ଦିରରେ ପ୍ରତିଷ୍ଠା କରାଯାଇଛି। ଆପଣ ଦେଖୁଥିଲେ ଆନନ୍ଦ ବଜାର ଗୃହ। ଏଇଠାରେ ପ୍ରଭୁଙ୍କ ଅଭଢା ମିଳେ। ପ୍ରଭୁଙ୍କର ରତ୍ନ ସିଂହାସନ ଆଗରେ ଥିବା ଗରୁଡ଼ ସ୍ତମ୍ଭ ହେଉଛି ରତ୍ନସିଂହାରେ ମହାପ୍ରଭୁଙ୍କର ବିଗ୍ରହ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଆପଣଙ୍କ ନାଁ କ'ଣ? ନିରଞ୍ଜନ ପଣ୍ଡା। ଆପଣ ହେଉଛନ୍ତି ମନ୍ଦିରର ମୁଖ୍ୟ ପୂଜକ। ଆଜ୍ଞା। କେତେ ବର୍ଷ ଧରି ମନ୍ଦିର ପ୍ରତିଷ୍ଠା ହେଲାଣି? ମନ୍ଦିର ପ୍ରତିଷ୍ଠା ହେଲାଣି 8 ବର୍ଷ ହେଲା। 2017 5 ଜୁନ୍ 2017ରେ ପ୍ରତିଷ୍ଠା ହେଇଛି। ଆଜ୍ଞା। ଦୀର୍ଘ 60-70 ବର୍ଷ ତଳେ ଏଠି ବ୍ରାହ୍ମଣୀ ନଦୀ ଅଛନ୍ତି ଆମ ଏଠି। ଆଜ୍ଞା। ଏଠି ଭାସିକି ଆସିଥିଲେ ବାସୁଦେବ ଠାକୁର। ଆଚ୍ଛା। ଯେ ବର୍ତ୍ତମାନ ସେଠି ବିରାଜିତ ଅଛନ୍ତି, ସେଠି ଗୋଟେ ଆଚ୍ଛା, ହଁ ସେଠି ଅଛନ୍ତି। ତାପରେ ଗ୍ରାମବାସୀ ମାନେ ମିଶିକି ଏଠି ମନ୍ଦିର ଇଏ କଲେ। 2000 ପ୍ରତିଷ୍ଠା ପରେ 2 ବର୍ଷ ହେଲା ରଥ ବି ଚାଲିଛି, ଅନ୍ୟାନ୍ୟ ପୂଜା ପର୍ବ ରଥ 2 ବର୍ଷ ହେଲାଣି ରଥ। ପ୍ରତିଷ୍ଠା ହେଲା ଆମର ଠାକୁର ରାଜା କ'ଣ ଆସିଥିଲେ? ଠାକୁର ପୁରୀରୁ ଆସିଥିଲେ। ସେ ଦେବଶର୍ମା ଆସିଥିଲେ, ଆମର ଯେଉଁ ଇଏ ଅଛନ୍ତି ପୁରୀରୁ। ଆଜ୍ଞା। ଆଚ୍ଛା, ମନ୍ଦିରର ବାର୍ଷିକ ନା ଯେଉଁ ପର୍ବପର୍ବାଣି ସବୁ ପର୍ବପର୍ବାଣି ଯାହା ଜନ୍ମାଷ୍ଟମୀ ହେଲା, କାର୍ତ୍ତିକ ପୂର୍ଣ୍ଣିମା ହେଲା, ଦୋଳ ପୂର୍ଣ୍ଣିମା ହେଲା, ଆଜ୍ଞା, ଆଉ ବି ଯାହା ଠାକୁରଙ୍କ ସ୍ନାନ ପୂର୍ଣ୍ଣିମା ହେଲା, ଆଜ୍ଞା, ଛୋଟ ମୋଟ ଯାହା ହେଉଛି ଇଏ ହେଉଛି। ମାନେ ଜଗନ୍ନାଥଙ୍କ ମନ୍ଦିର ରୀତିନୀତି ଅନୁଯାୟୀ ସମ୍ପୂର୍ଣ୍ଣ ଜଗନ୍ନାଥଙ୍କ ନୀତି ନିୟମ ତ କୌଣସି ଜାଗାରେ କରିହେବନି ଆଜ୍ଞା। ଆଜ୍ଞା। ଯାହା ଯେତିକି ଗ୍ରାମବାସୀ ମାନେ ପ୍ଲସ୍ ତାର ଟ୍ରଷ୍ଟ ବୋର୍ଡ଼ ଅଛନ୍ତି, ଯାହା ମିଶିକି ଟ୍ରଷ୍ଟ ବୋର୍ଡ଼ ଦ୍ୱାରା ପରିଚାଳିତ। ୟାର ଟ୍ରଷ୍ଟ ବୋର୍ଡ଼ ଅଛନ୍ତି, ସେକ୍ରେଟାରୀ ପ୍ରେସିଡେଣ୍ଟ ଅଛନ୍ତି। ଆପଣ କେତେ ଜଣ ପୂଜାରୀ ଅଛନ୍ତି? ପୂଜାରୀ ଜଣେ ରୋଷେଇଶାଳା ରୋଷେଇ ଇଏ କରୁଛନ୍ତି, ଲବ କୁମାର ଦାସ। ଆଜ୍ଞା। ଆଉ 2 ଜଣ ପ୍ରାଶ୍ୟ ଦେବତା ପାଇଁ ପୂଜକ ଅଛନ୍ତି। ଆଚ୍ଛା, ଆପଣ ମୁଖ୍ୟ ମନ୍ଦିର ପୂଜକ। ଆଉ ସବୁ ରୀତିନୀତି ଠିକ୍ ଭାବେ ଚାଲିଛି? ରୀତିନୀତି ଯାହା ଆମେ କରିପାରୁଛୁ ସେହା ଇଏ। ପୁରୀ ନିୟମ ତ ସେଠି କୌଣସି ଜାଗାରେ କରିହେବନି। ଠିକ୍, ଯାହା ଯେତିକି ଆମେ ପାରୁଛୁ ଠାକୁରଙ୍କ ଦୟାରେ ସେତିକି ଆମେ କରିପାରୁଛୁ। ହଉ ଆଜ୍ଞା, ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ବନ୍ଧୁଗଣ, ଏଇଠାରୁ ମୁଁ ଭିଡ଼ିଓଟି ସମାପ୍ତ କରୁଛି। ଆଶା କରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଆପଣମାନେ ସମସ୍ତେ ଭଲରେ ଥିବେ, ସୁସ୍ଥରେ